ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପ୍ରଥମ ସେବା ମହୋତ୍ସବ ପାଇଁ ସେବା ରଥର ଶୁଭାରମ୍ଭ ହୋଇଯାଇଛି। ସୂଚନା ଅନୁସାରେ ଚଳିତ ଫେବୃଆରୀ ମାସ 6 ଓ 7 ତାରିଖରେ ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଜଗନ୍ନାଥ ପଡ଼ିଆଠାରେ ହରଭଙ୍ଗା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ସେବା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଅଞ୍ଚଳର ଗରିବ ଦୁଃଖୀ ଲୋକମାନଙ୍କୁ ଚିହ୍ନଟ କରି ସେବା ଯୋଗାଇ ଦେବା ଯଥା ଶାଢ଼ୀ ବଣ୍ଟନ, କମ୍ବଳ ବଣ୍ଟନ, ଗୋ ସେବା, ସାଧୁସନ୍ଥ ସେବା, ମାଗଣା ସ୍ୱାସ୍ଥ୍ୟ ସେବା, ଅନ୍ନଦାନ ଆଦି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ। ଉକ୍ତ ପ୍ରଚାର ପ୍ରସାର ରଥଟି ପ୍ରଥମେ ପୁରୁଣା କଟକର ଇଷ୍ଟଦେବୀ ମା ଭୈରବୀଙ୍କଠାରେ ପୂଜାର୍ଚ୍ଚନା କରି ପରେ ସ୍ଥାନୀୟ ବିଶିଷ୍ଟ ଯୁବ ବ୍ୟବସାୟୀ ସଜନ ଅଗ୍ରୱାଲା, ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବନମାଳୀ ପ୍ରଧାନ, ଉପସଭାପତି ଶାଶ୍ୱତ ଦାସ, ସମ୍ପାଦକ ଭାଗବତ ମେହେର, ଆବାହକ ବିଭୁଦତ୍ତ ବୋଷ, ବରିଷ୍ଠ ସମ୍ପାଦକ ସୁକାନ୍ତ ପଟ୍ଟନାୟକ, ଉପଦେଷ୍ଟା ଚିତ୍ତରଞ୍ଜନ ସିଂ, ସଂଯୋଜକ ଧୀରେନ ପ୍ରଧାନ, ସାମ୍ବାଦିକ କୁମୁଦ ସାହୁ, ସୁଶାନ୍ତ ବେହେରା, ସଦାନନ୍ଦ ନାୟକ ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରଚାର ରଥ ଆଜିଠାରୁ 5 ଦିନ ବ୍ୟାପୀ ଅଞ୍ଚଳର ସମସ୍ତ ଗ୍ରାମ ପରିକ୍ରମା କରିବ। କିଭଳି ଅଞ୍ଚଳର ଅଧିକରୁ ଅଧିକ ଲୋକ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱେଚ୍ଛାସେବୀମାନେ ଆସି ରକ୍ତଦାନ ଶିବିରରେ ରକ୍ତଦାନ କରିବେ ସେ ନେଇ ରଥ ସଚେତନତା କରିବ। ଇଚ୍ଛୁକ ପ୍ରାର୍ଥୀମାନେ ପରିକ୍ରମା ରଥରେ ଆସି ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିବା ପାଇଁ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି। ଏଭଳି ଏକ ନିଆରା ମହୋତ୍ସବର ପ୍ରଚାର ପ୍ରସାର ଜାଣି ଅଞ୍ଚଳର ଲୋକମାନେ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।